ମୁଁ ଗୋଟେ ଝିଅକୁ ପସନ୍ଦ କରୁଥିଲି ଏବଂ ମୁଁ ଭାବୁଥିଲି ଯେ ତାଙ୍କ ସହ ମୁଁ କନଭରସେସନ୍ କେମିତି କରିବି। ଆଉ ମୁଁ ଗ୍ରାଜୁଏସନ୍ରେ 3 ବର୍ଷ ଭିତରେ ମୁଁ ତାଙ୍କ ଆଖି ମିଶାଇ କଥା ବି ହେଇନି। ଏମିତି ସବୁ କଥା ଭାବୁ ଭାବୁ ଫେସବୁକ୍ରେ ମୋତେ ତାଙ୍କ ଆଇଡ଼ି ଶୋ ହେଲା, ବଟ୍ ସେ ଆଇଡ଼ିରେ ତାଙ୍କ ଫଟୋ ନଥିଲା। ଆଉ ମୁଁ ସିଓର ବି ନଥିଲି ଯେ ଏଇଟା ତାଙ୍କ ଆଇଡ଼ି ବୋଲି। ତାପରେ ବି ମନ କହୁଥିଲା ଯେ ନା ଏ ଆଇଡ଼ି ହେଉଛି ତାଙ୍କର। ତାପରେ ବି ମନରେ 1000 ପ୍ରଶ୍ନ ଥିଲା ଯେ ମୁଁ ତାଙ୍କ ସହ କେବେ କଥା ବି ହେଇନି। ଆଉ ଯେଉଁ ପିଲା 3 ବର୍ଷ ହେବ ସେ ଝିଅ ସହ କଥା ହେଇନି କେମିତି ତାକୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇବ? ଆଉ ଯଦି ବି ପଠାଇଦେଲି କାଳେ ସେ କ'ଣ ଭାବିବେ? ଏସବୁ 1000 ପ୍ରଶ୍ନ ଭିତରେ ମୁଁ ତାଙ୍କୁ ରିକ୍ୱେଷ୍ଟ ପଠାଇ ଦେଇଛି। ଆଉ ରିକ୍ୱେଷ୍ଟ ପଠାଇବାର କିଛି ଘଣ୍ଟା ମଧ୍ୟରେ ସେ ମୋର ରିକ୍ୱେଷ୍ଟ ଆକ୍ସେପ୍ଟ ବି କରିସାରିଛନ୍ତି। ଆଉ ଯେବେ ମୁଁ ମୋ ଆଇଡ଼ି ଲଗ୍ଇନ୍ କରିଲି ଆଉ ଦେଖିଲି ଯେ ୟୁର ରିକ୍ୱେଷ୍ଟ ହାଜ୍ ଆକ୍ସେପ୍ଟେଡ଼, ଯେଉଁଟାକି ମୋ ପ୍ରାଇମ୍ ଟାଇମ୍ର ଗୋଟେ ପ୍ରେସିୟସ୍ ମୋମେଣ୍ଟ, ଯାହାକି ଆଇ କାଣ୍ଟ ଫରଗେଟ୍ ଇନ୍ ମାଇ ଏଣ୍ଟାୟାର ଲାଇଫ୍।